ଔଷଧି ନାନା ଅଳଙ୍କାର ବସନ ଭରି ସର୍ବନର ନାରୀ ଅଛନ୍ତି ଗାଇ ବ୍ରାହ୍ମଣୀ ଉପରେ ଏ ଦେଲେ ପକାଇ ରୁଦ୍ରମଣ୍ଡଳ ବୋଲି ରାଜ୍ୟ ଯେତେ ସବୁରି ଆନନ୍ଦ ଧର୍ମକବର୍ତ୍ତୀ ସେ ଧର୍ମକୁମର ଦର୍ଶନ ପାଇଁ କେହି ଧାଇଁଲେ ବାଳକ ବୃଦ୍ଧ ସହିତ ଧାମନ୍ତି ସମାଜର କଥା କେ ନାମନ୍ତି ଧର୍ମ କହିଥିଲେ ଯେତେ ଚରିତ୍ର ଦ୍ୱିତୀୟ ସାଥେ ଉତ୍ତମ ବୃତ୍ତ ଯେତେ ଅଳଙ୍କାର ସେ ଦେଇଥିଲେ ମାତା ଅଙ୍ଗରେ ତା ଭୂଷଣ କଲେ ଦେବସ୍ତ୍ରୀ ଆଦି ସକଳ ଜନ ଦ୍ୱିତୀୟ ସହି କଲେ ବନ୍ଧନ ଯେ କାଷ୍ଠା କରି ତାହା ମନା ସହି ତାକୁ ସେ ଫଳ ଅବଧି ମିଳଇ ଦେବା କାଷ୍ଠା କରି ଏ ବସା କଲେ ଧନବତୀ ପୁତ୍ରବତୀ ହଇଲେ ସେହି ଦିନରୁ ସେ ହେଲା ବିଖ୍ୟାତ ଦ୍ୱିତୀୟ ବାହାନରେ ଏ ବସା ପବିତ୍ର ଅଷ୍ଟମ ଛାନ୍ଦ କଥା ହେଲା ଶେଷ ଗୀତେ କହିଲେ ପୁରୁଷୋତ୍ତମ ଦାସ ଶିଆଳ ଗଛ ଉପରେ ଦ୍ୱିତୀୟ ଓଷା ପୂଜିବାର ବେଳେ କି ଓଷା କରନ୍ତି ସର୍ବତରୁଣୀ ଦୁହେଁ କୁହା କୁହି ହଇଲେ ପୁଣି କାହାର ବ୍ରତ ଏ କାହାର ପୂଜା ଅତି କାଷ୍ଠା କରି ଅତି କାଷ୍ଠା ଏହି ବ୍ରତ କରାଯା ହେମନ୍ତ କାଷ୍ଠା ଆନରେ ନ ଦେଖି ଦୁଇ ଭଉଣୀଲ କରିବା ଦେଖି ହେମନ୍ତ କରି ସେ ବିଚାର କଲେ ଅସହିତେ ଯାହା ପୂଜିଥିଲେ ତାହାଙ୍କ ଛଡ଼ା ଛଡ଼ି ଚପା ଯେତେ ଛଡ଼ା ମୂଳକୁ କି ସ୍ନାନ ସେମାନେ ଘେନି ବ୍ରତ ଆଚରିଲେ ଡାଳ ପରେ ବସି କଥା ଶୁଣିଲେ ପୂଜି ସାରିଗଲେ ଯେ ଯାହା ପୁର ଏ ଦୁହେଁ ରହିଲେ ବୃକ୍ଷ ଉପରେ ଦେଖି ବିଚାରୁ ଯେ ଯେମନ୍ତ କଲେ କ୍ଷୀର ଶିଆଳ କଥା ଶୁଣ ହଲେ ଚିଲଟି ରହିଲା ଗଛ ଉପରେ ଶିଆଳ ପଶିଲା କ୍ରୋଟ ଭିତରେ ଚିଲଟି ମହାକାଷ୍ଠା ବୃଦ୍ଧି କଲା ଶିଆଳ ଗୋଟି କ୍ରୋଟରେ ବସିଲା ଗ୍ରାମ ବାହାରେ ମହାସେଠ ପୂଜିବାର ବେଳେ ସେ ନିନ୍ଦା କଲା ଭାବ ବିଧନ ବଇଲା ଭାତ ଖାଇ ମତ ହୋଇ ନିଚେ ମାତ ତିନି ହୁଳ ହୋଇ ତାହାକୁ ରାତିରେ ଶ୍ମଶାନରେ ପକାଇ କରି ଆଇଲେ ସତରେ ସ୍ନାନ ଶୃଙ୍ଗାର ଥକାଏ ଖାଇଲେ ଅସ୍ଥି ମାଂସ ହୋଇ ଥକାଏ ଶିଆଳ ଖଣ୍ଡିଏ ଲୁଚାଇ ଆଣି କରଡ଼ ଭିତରେ ରଖିଲା ଶିଆଳ ମନରେ ହୋଇ ମୁଖ କାଠରେ ଶୋଇ ନ ପାରିଲା ଭୋକ କ୍ଷୀର ସଙ୍ଗତରେ ତାଳେ ନ ବସି କରଡ଼ ଭିତରେ ପଶିଲା କରଡ଼ ଭିତରେ ରଖିଛି ଯାହା ମୁଡୁ ମୁଡି କରି ଚବାଏ ତାହା କ୍ଷୀର ଡାକ ଦେଲା ଆଲ ଭଉଣୀ ମୁଡୁ ମୁଡୁ କରି ଖାଇବାକୁ ନାହିଁ ଶିଆଳ ବୋଇଲା ନାହିଁ ତ କିଛି କ'ଣ ଖାଇବି ଓଷା କରିଛି କାଠରେ ଯାହା ମୁସ୍ନାନ କଲିଥିଲି ଶୀତେ ମୁଡୁ ମୁଡୁ ବାଜୁଛି ପାଟି ତେଣୁ ମୁଁ ଡାକେ ବସି ନ ପାରଇ ଶୀତ କଲାରୁ କରଡ଼େ ପଶି ମାଉସ ଖାଇଲା କ୍ଷୀରଟି ଡାଳେ କାଠ ରହିଲା ହେମନ୍ତ ତହିଁ ପାହି କଲା ରାତି ଥକାଏ ଦିନ କହି ଦିନେ ରତି କ୍ଷୀର ଶିଆଳ ପାଇଲେ ପସନ୍ଦ ଥକାଏ ଦିନେ ଲଭିଲେ ମନ ନବମ ଛାନ୍ଦ କଥା ହେଲା ଶେଷ ଗୀତେ ଭାବିଲେ ପୁରୁଷୋତ୍ତମ ଦାସ ଦୁତିବାହନ କାଷ୍ଠା ଓଷା ବଳେ ଦୁହେଁ ଜନମିଲେ ଉତ୍ତମ ସୁନ୍ଦରୀ ସୁକୁମାରୀ ସୁଲକ୍ଷଣୀ ଜନମ ହୋଇଲେ ଶିଆଳ ଗୋଟି ଜ୍ୟେଷ୍ଠ ଆସି ହେଲା ସାରାବତୀ ତାର ନାମ ହୋଇ ଦିନରେ ହଇଲା ସାରା ଭଉଣୀ କୁଳବତୀ ହେଲା ନାମ ତାକୁ ସୁକୁମାରୀ ହୋଇ ପିତାର ଘରେ ଆନନ୍ଦ ହୋଇ ଯେ ବଞ୍ଚିଲେ ହେମନ୍ତ ଥକାଏ ଦିନ ଅନ୍ତର ସାଧବ ଦୁହେଁ ହେଲେ ଶାଳାବତୀ ଅଟେ ବଡ଼ ଭଉଣୀ ମନ୍ତ୍ରୀ ବିବାହ ହେଲେ ତାହାକୁ ଦିନ ଯେ କୁଳବତୀ ହୋଇଥିଲା ସାଧବାଣୀ ହେଲା ପୂର୍ବକୃତ ସା ପୁନର ବେଳେ ଭବ ବୁଝିଲେ କରମ ଶିଆଳ ଯେ ବ୍ରତ ଖଣ୍ଡନ କଲା ମରିଚି ହୋଇ ସଂସାର ଚିର କାଷାରେ ବ୍ରତ ଆଚରିଲା ଅନେକ ପୁତ୍ର କହିଲା ଯେତେ ମହିମାର ଦ୍ୱିତୀୟା ଓଷା ତୁଲା ଲଗ୍ନର ସେହି ଧର୍ମ ନିରଞ୍ଜନ ପୟର ସୁର ତେଣୁ ସେ ଧର୍ମ ଶ୍ରୀଚରଣେ ଆସ ପ୍ରସ୍ତାବେ କହେ ପୁରୁଷୋତ୍ତମ ଦିବ୍ୟବାଣୀ ଜନତା କଲେ ଯେ ମନ୍ତ୍ରୀ ଧାରିଜାର ଏତେ କହିଲେ ଜନ
হই সন্তান নানা বিধি নবন্তিলে কিছু শালাবতী হেলা মহামুনি সুদতি কহি মহাকাশা কলা মনোরতী পুত্র জন্ম হেলে 21 পুত্র মহাসুন্দর সেই তেণে রহিথাই পূର୍ବর জ্ঞান কাষ্টা করিথাই পুত্রগ্রস্ত পরিজন বেড়ে নিরই আনন্দ অনেক পৈরি অনেক ধন কুলবতী সুখে পঠায় তারাবতী হেলা মন্ত্রিকামিনী এড়ে অলাগা অনেক কুমার জাত হুঁতি মরিচিত নিরতে নয়ন লুহ গড়ই দেশব সমর কিছু দানব হুনি পুত্রমান দেখি মনে দেই স্বামী মহাস্নান হই এমন্ত হেলা মহাস্নান হই এমন্ত হেলা অপূর্ব পুত্র মান জাত হেম সঙ্গতে মরিতে নহিলি বহু সুখে ঘর দুয়ার এটিকি সহই দেহ মহর স্থান বহুণীর তুমর হেমন্ত বিচারী মন্ত্রীর নারী পুতুরাକୁ দেখি ହୁଏ ନିରାଇ ପୂର୍ବରେ ଯାହାର ଅର୍ଜିତ ନାହିଁ ଏ ଜନ୍ମେ ଲୋଡ଼ିଲେ ପାଇବ କାହିଁ ଛନ୍ଦ ମନ୍ଦ ଯେ ସାଧବାଣୀ ଠାରେ କିଛି ନଥାଏ ଯେ ଆପଣ ପୁତ୍ରମାନଙ୍କ କହଇ ମଧୁର ନୀତି ଯାଉଥିବ ମାଉସୀ ଜ୍ୟେଷ୍ଠ ମାଉସୀ ମାଥାଠାରୁ ବଡ଼ ଦେଖିଲେ ଆନନ୍ଦିତ ହଉଛି ମନ ଦୁଃଖ ତାର ପାରସି ଝିଅ ଏହା ବିଚାରି ମନ୍ତ୍ରୀ ଭାରି ଯାହା ତାହା ନ ଜାଣଇ ଘରୋଇ କଣା ଜାଣି ପୁଅକୁ ଦେଉ ଥାଉ ଠିଆଇ ହେମନ୍ତ ତହୁ ମର ପଡ଼ି ଯାଉ କିନା ଏହାଙ୍କ ଦେହ ହେମନ୍ତ ବିଚାର କରି ପୁତୁରା ମାନେ ମରିବି କେମତେ କେକଣା ଚାହାଣା ମହର ନ ହଉ କପଟ କରି ତାକୁ দেখাইবি নেই পাশে তাহারি এতে পাশে করি দেই দাসীকে বড় এই বিশ্বাস বাণী আলো দাসী জনে আপনি ছুয়াটাকে দেখিলে সই করো তাতে তো না হো তার তো পুরো দেওয়া হবে না এটা বাংলার মাংস ভাঙি পারন দেখি কইলে বলে কইলে তো গো আজ্ঞা করিব আমি তাহাকে মরণ দাসীকে বাণী মরিয়া পাই নহলে তিয়ারে ভাব পাইলে রক্ষিবে উঠি বাহন পুতুরা মানে মাউসী ঘরে যাই তাহাକୁ দেখি କରିମୁନା ଭଳି ଉପତ କରି କହୁଁ ଭୟ ବାବୁରେ ଏଣିକି ଆସ ବୁଲିବାକୁ ଦେବି ସବୁ ବାଳକେ ସିନା ତା ସତ ମଇଲେ ତେଣିକି ଡାକିଲେ ସବୁ ମାରି ଗଲା ଖଣ୍ଡ ଖଣ୍ଡ ସ୍ୱରୂପ କର ମାୟାର ବିନ୍ଦ ତାହାକୁ ନେଇ ଆଣିବାର ବେଳେ ରୁଚିବା ନ ଜାଣିବ ମାରେ ନେଲେ ଅନ୍ତଧାନ କରି ମାୟା ମାରି ସବୁରି ମୁଣ୍ଡ ଚାଙ୍ଗୁଳିରେ କହଳ ମୁଣ୍ଡ ଦେଖି ସବୁ ପୁତୁରା ମଲା ମରା ହୋଇ ହେଲା ଚାଙ୍ଗୁଡ଼ି କୁଣ୍ଡ ପୁରାଇ ନେଲେ ଉପରେ ଦିନ ବସନ ଧାଇ ପରିବାରେ ଅଛନ୍ତି ପାଖେ ଏସବୁ କହିଲେ ବୋଲେ ଶୁଣ ସାଧବାଣୀ ତାଙ୍କ ପୁଅ ଘରେ ପୁତୁରାଙ୍କ ପାଇଁ ଯୋଗାଡ଼ କଲେ ଆପଣ ଆଗେ ସାମଗ୍ରୀ ଦେଖଇ ସିନା ଥକାଏ ଘରେ ବଡ଼ ଘର ବାହାଡ଼ି କଟା ଉପରେ ମନ୍ତ୍ରୀ ଘରେ ହଇଲା ପ୍ରବେଶ ଏଠି ତାରୁ ଶୁଣାଣ ସାଧ ପାଣି ପଳେ ଯେତେ କଟିଲେ ଗୋଟିଏ ଗୋଟିଏ ଘରେ ଆଇ ଧୋତି ବାହନ ରଖିବେ ଯାହାକୁ ମାଉସୀ ମାରଇ କାହିଁ ତାହାକୁ ଧୋତି ବାହନ ଯଦି ବଞ୍ଚେଇବ ସେଠି ମାଉସୀ ବାହି ମାତା ବୋଇଲେ ଶୁଣରେ କୁମର ସେଇ ଅଛନ୍ତି ମାଉସୀ ଘର ଧୋତି ବାହନକୁ ନାଗି କରାଅ ସବୁ ପଦାର୍ଥ ବାଟି କରି ଖାଅ ଯେତେ ସବୁ ମୁଣ୍ଡ ଚାଙ୍ଗୁଳିରେ ଥିଲା ଯେତେକ ସବୁ ନଡ଼ିଆ ହୋଇଲା ନଡ଼ିଆ ଗଛ ଦ୍ୱାଦଶ ଚାନ୍ତ କଥା ହେଲା ଶେଷ ଭାବେ ମିଳିଲେ
କଲ୍ୟାଣ ତୁଣ୍ଡେ ଭଜନ ଜଗି ରଖିଥିବେ ଦୁତି ବାହାନ କାହିଁକି ଧାଇଁ ଆସୁଥିବ ପୁରେ ଖେଳୁଥିବ ସେହି ମାଉସୀ ମା ପଠେଇ ଦେଉଛି ଛୁଆମାନଙ୍କୁ ଯାହା ମାଉସୀ ଘରେ ଖେଳୁଥିବ ସେଇ ସବୁ କିଛି ଖାଇବାରକୁ ଖାଇବ ଆଉ ହାତେ ସୁନା ଖଡ଼ୁ ପାଦେ ନପୁର ଚୌକି ନଳି ବିରମି ମାନ ଭିନେ ଭିନେ କାମ ପୁଅଙ୍କ କାନ ପ୍ରବଳ କଣ୍ଠି ରତ୍ନ ମାରି ଯେଉଁ ପୁଅକୁ ଯେମନ୍ତ ସବନ କାମୁଣ୍ଡେ ବେଶୀ କାହା ମୁଣ୍ଡେ ଭିଡ଼ କେଉଁ ପୁଅ ଗୋଟି ବାଳ ଝାମୁଣ୍ଡା ପାଟ ପିତାଙ୍କର ପସନ୍ଦ କ୍ଷୀରି ଖାଦି ଯୋଗେ ଥକାଏ ବସ୍ତ୍ରା ତେଲ ହଳଦୀ କେବା ଜର ଜର କେବଳ ପଡ଼ି ଧୋଇ ସର ସର କେବା ଚାଲି ବିଚାରୁଛି ମନେ ଶେଷାଳାବତୀ ଆଠୁ ବୁଡ଼ି ଦେଲେ ମୁହିଁ ମୁଡ଼ବତୀ ସାଧବାଣୀ କହେ ଏକାଳେ ଗଲେ ମାଉସୀ ଯାଇବ ଚକିତ ହଇଲା କରଇ କଲ୍ୟାଣ ଭିତରେ କହିଲା ପାଉ ମୋର ସାଇ ଦେଇଛନ୍ତି ଆହୁରି ମଲେନି ଆହୁରି ବସିକି ଆସିଛନ୍ତି ସେଜନେ ସଞ୍ଜେ ଫୁଟି ବିକଶତ ସୂର୍ଯ୍ୟ ହେମନ୍ତ ବୋଲି ସେ କଲ୍ୟାଣ କଲା ମୁଣ୍ଡ ତ କାଟିଲି କାହୁଁ ଆଇଲା ମୁଣ୍ଡ ତ କାଟିଲେ ଆହୁରି ଚିନ୍ତା କେମନ୍ତ ଜାଣିଲେ ଏଥରକୁ ନାଶ କରିବି ଭଲେ ନା ଭଲସେ ମାରି କପଟେ ବଇଲା ଆସରେ ବାବୁ ତୁମ ଖାଇବାକୁ ରଖିଛି ସବୁ ଯେଉଁଠାରେ ନ ଜାଣିବେ କେହି ଭାରତ ପୁଅକୁ ନେଲା ନାହିଁ ସମସ୍ତ ମାରି ଚାରି ଫଳ କଲା ହାତ କାଟିଲା ଆଖୁ ଗଛ ପରି ଆଖୁ ଗଛ ପାପୁଲି ଆঙୁଳି କାଟିଲା ଭିନେ ଅଦା ଫଡ଼ା ମାନ ଦିଶେ ଫଡ଼ା ଅଦା ଫଡ଼ା আদা অদা ধর আখু ধর নাচে যে অসাইতি মানে একথা শুনি আখু অদারে হাত দিও শুনি ত্রয়োদশ সালে ধরিলা অতি আনন্দ সাধবণী মন পুଅଙ୍କ ମୁଖରେ ଦେଲା ମନ ମାତାକୁ ବଳିଲେ ସବୁ କୁମର ଭଲ ଆମେ ବିଭୁ ମାଉସୀ ମାତା ଯେ ବଳିଲେ ଶୁଣରେ ବାବୁ ମାଉସୀର ଦୟା ଏବେ ଯାଅ ଦେଖି ମାଉସୀ ଘର ବସିଥିବ ଯାଇ ସବୁ ମାତାର ବଚନେ ସବୁ କୁମରେ ଚଞ୍ଚଳେ ନେଇଲେ ମାଉସୀ କଥରେ ମୋ ଥିଲା ସୁଖ ଦେଖିକରି ମନେ ପାଇଲା ବଇଲା ନମରି ଜିଲ କାହୁଁ ଦେବତାଙ୍କୁ ଜଗିଥିଲା କହୁ ପୁତୁରା ମାନେ କୁହନ୍ତି ଅଳଗି କଲ୍ୟାଣ କରି ଗଲେ ମୋର ଦେଖିଲ ମନେ କଲା ବଡ଼ ରସ ଟିକି କରି କାଟି ଆଉ ଥର ଦେଖିଲା କହିଲେ ମୁଁ ତ ପାରିବି ଛୁଟି ଆସିଲେ ବୋଲି କାଟିଦେବି ଯେଉଁ ମାଂସଟା କାଟ ସେଟା ମୁଗ ହେଲା ମୁଗ ଆଉ ବୁଟ ଜହ୍ନି ସବୁ କାଟି କାଟି ତାର ମାସକୁ ପଡ଼ିବ ବଡ଼ ଖଣିମାନ ହୋଇଛି ସଲା ଏକ ମାଂସ ତିନି ରୂପ ହୋଇ ଦେଖିଲେ ମୁଗ ବଡ଼ ଚଣା ସଲା ପୁତ୍ରମାନେ ତହୁ ହରସ ହୋଇ କୌତୁକ କରି ଖାଇଲେ ଯାଇ ଦୁତି ବାହନଙ୍କ ମହିମା କସାଇତି ମାନେ ସୁର ସୁଚିତେ ଏକଥା ଯେତେବେଳେ ଶେଷ ମୁଗ ବଡ଼ ଚଣା ସଲା ଛୁଇଁବ ଯେ ଧର୍ମ ଅଟନ୍ତି ଦୁତି ବାହନ ସୁର ଅସୁର ସେ ଦେବନନ୍ଦନ ତେଣୁ ସେ ଧର୍ମର ଚରଣ ତଳେ ପୁରୁଷୋତ୍ତମ ଭଜଇ ବିଶ୍ୱ କେଉଁ ଜଗସିନା ମେଣ୍ଟାଉଥିଲେ ଏମର ଦିନ ପଚିଗଲା ଦୁଇ ପୁତୁରା ମାନେ ଭେଟ ଦେଲେ ଯାଇ ଦେଖିଲେ ମାଉସୀ ମାନେ କାଠ ପୁଣି ତ ଅଳିଲେ କୁମର ଆହୁରି ବସିକି ଏତେ ମାରିକି ପଶି
କେଉଁ ରୂପେ ତ ପାରିଲି ନାହିଁ ତୁମି ଡାକି ନେଲାକୁ କତ କରି ଘରକ ଧରି ଆଗ ବଡ଼ କରି ମାରିନ ହୋଇ ତପେ ପ୍ରଜଳିତ ସବୁ ପୁଅଙ୍କର ଭାଙ୍ଗିଲା ଦାନ୍ତ ଅନ୍ତ କାଢ଼ିନ ପକାଇଲା ଚିରି ଅନ୍ତ ଦାନ୍ତ କୋଉ ଚାଙ୍ଗୁଳିରେ ହୋଇ ପଠେଇ ଦେବା ତାର ମୁଣି ହୋଇ ଯାଅ ନିଜ କତ କତ ଖାଇଲେ ତାହା ଦେଇଛନ୍ତି ତୁମର ହିତେ ଦେଖି ରଖିଥିଲେ ଲୋହିତ ପ୍ରତି ଖାଦବାଣୀ ଗଲେ ବୁଝୁଛି ମୁହିଁ ଦେଖିଛି ନା ଦେଇ ଯାଅ ଧରି ଖାଦବାଣୀ ବୋଲ ଶୁଣିଲା ରହୁ ଚାଙ୍ଗୁଡ଼ି ଗୁଳିରେ ଆସନ ମାତା ଶନିଧାନେ ମାତା ମହିଲେ ବାଗ ମର ମଳିନ ଖାଓରେ ମାଉସୀ ପୁତ୍ର ସବୁ ଧାଇଁ ଗଲେ କହିକେ ଚାଙ୍ଗୁଡ଼ି କାଢ଼ିଲେ ଗାଇବୁ ଉତ୍ତମ ମକା ହୋଇଅଛି ଦାନ୍ତ ମକା କାଠ କନ୍ଦମୂଳ ଯେ ହୋଇଅଛି ଅନ୍ତ କନ୍ଦମୂଳ ସମସ୍ତେ ଥିଲ ନା ନିର୍ଲଜ ପିଣ୍ଡ ନଗଲା କି ପାଇ କେଉଁ ପୁରୁଷ ଯେମତେ ରଖ ଯେମନ୍ତ ବଞ୍ଚାଏ ମୁଁ ତ ମାରଇ ଏବେ କି କରିବି କରିବି ବିଚାରି ଗମ୍ଭୀର ଘରକୁ ନେଇ ଖଳି ପକାଇଲା ସବୁ କାଟି ଖଣ୍ଡେ ଖଣ୍ଡେ ହୋଇଗଲା ଶୁଖି ପୁଣି କେତେବେଳେ ଦୁତି ବାହନ ଶୂନ୍ୟରେ ରହିଲେ ସେ ପୁତ୍ରମାନ ମାୟା କୁମରଙ୍କୁ ପଲାଏନା କାଶିକି ବୋଲେ ବେଗେ ଦେଇ ଆସ ପୁଣି ସଜାଡ଼ିଲା ଯତ୍ନ ସାଧବାଣୀ ଘର ତୁଳିତେ ମିଳି ବହି ଲାଗି କରୁ ଗଛକ ବଳି ଆଉ ଘର ନେଇ ପୁଣି ପହଞ୍ଚିଲା ବାହୁଡ଼ି ପହିଲି ଗଲା ସତରେ ଠକାଏ ବେଳେ ସାଧବାଣୀ ମିଳିଲେ ଆସି ଗୋଟିଏ ଗୋଟିଏ ସାଧବାଣୀ ଗଲେ ଶୁଣ ମୋ ବାବୁ ମାଉସୀ ଦେଇଛି ଖାଅ ଯା ସବୁ ତାହା ଶୁଣି କହେ ଧାଇଲେ ହଇଲା ଚାଙ୍ଗୁଡ଼ି ଆଣି ସତରେ କମଳା ଲେମ୍ବୁ ନାରମ ନାରମ ନାଇଁ ନାଇଁ ଷୋଡ଼ଶ ଶାନ୍ତ ଦେହ ହଇଲା ଶେଷ କହେ ଅଧମ ପୁରୁଷ ଦେଖି ମାଉସୀର ବୁଡ଼ିଲା ଜ୍ଞାନ ବହିଲେ କହ ପାଇଲେ ଯିବ ବିଚାରିବ ନା କଲା ମୋର ରସ ମାଇଲା ଉପତେ ବାଳ ଦୋଷୀ ଚେକା ଚେକା କରି ଥକାଏ କାଟି ଅନ୍ତ ଲାଗିଥାଏ ଦେନ ଲେଉଟି ବକୁଳ ଫୁଲ ପୁରାଏ ଥକାଏ କେତେକ ତାହା କଳି ପୁରାଏ ଥକାଏ ମାଂସ ଫଡ଼ା ଫଡ଼ା କଲା ପଡ଼ି ହାତେ ପିଧାଇଲା ସାଧବା ଦୁଆରେ ସେ ମାଂସ ଘେନି ଚଞ୍ଚଳ ମିଳିଲା ଯାଉ ସାଧବାଣୀ ଘରେ ଆଡ଼ଇଥିଲା କହିଲି ଚାହିଁ ବାହୁଡ଼ିଳ ଗଲା ସେତେବେଳେ ହେ ବାଳୁତ ଶିଷ୍ୟ ଘରଠାରେ ଯାଇ ହେଲେ ପ୍ରବେଶ ତାହା ଶୁଣି କହେ ଦେଖିଲେ ଯାଇ ଦୁତି ବାହାନକୁ ଟେକି ଟେକି ହୋଇ ଯେତେକ ଥିଲା ପଦ୍ମ ପୁଷ୍ପ କରମଙ୍ଗା କରମଙ୍ଗା ଆଉ ପଦ୍ମ ଫୁଲ ଆଉ ପୁରୀ suka
রৈতন রৈতন শুনি থাকলে রৈতন নাম শুনি থাক তারপরে তুমি ওখানে মারলা 5 লাখ কদলি ହାଡ଼ ଯାକ ମୂଳା ହଇଲା ମୂଳା ଦୁତି ବାହନକୁ ସ୍ମରି ହୃଦୟ ଖାଇଲେ ପିଇଲେ ବାଳକକୁ ଏକତା ଯେତେବେଳେ ଶେଷ ହେବ ଏହି ଦ୍ରବ୍ୟମାନ ତେଣୁ ସେ ଦୁତି ବାହନକୁ ଆସ ପ୍ରସ୍ତାବ କହେ ପୁରୁଷ ଶୁଣ ଏବେ ଦେଖି ମାଉସୀ ମହଗଲା ଚାହିଁ ବିଚାର ତ ମାଇଲି ଏତେ ଝିଁ ଆସୁଛନ୍ତି କେବଳ ମୋତେ ଏବେ କି କରି ମୁଁ ନେବି ଯିବ କାଟି ପକାଇଲା ସବୁରି କାନ ପୁଣି ସବୁରି ଗୋଡ଼ ହାତ ଆଣି ଶିରା ଶିରା କରି ଫିରିଲା ଜାଣି ହାତ ଗୋଡ଼ ଗଣ୍ଡି କାନ ସହିତ ପୁଣି ଚାଙ୍ଗୁଳିରେ ଧରି ସମସ୍ତ କହିଲି କି ବୋଲେ ଆସଲ ଦେଇ ଦିଉଛନ୍ତି ସେଉ ହେମନ୍ତ ହେଇ ସାତବାଣୀ ପାଖରେ ଆସଲ ନେଇକି କାଟି କାଟି ହାତ ଗୋଡ଼ ଦେଇଛି ଯାହା ଜହ୍ନି କଖାରୁ ହୋଇଛି ତାହା ଯେତେକ ମାଦଳି ଅଛଇ ପଡ଼ି କେତେକ ହୋଇଛି ଅଛଇ କାକୁଡ଼ି ଜହ୍ନି କଖାରୁ କାକୁଡ଼ି ଦ୍ୱିତୀୟ ବାହନଙ୍କ ସୁମର ଥିବ ଦ୍ୱିତୀୟ ବାହନଙ୍କ ମହିମା ରସ ଗୀତେ ପାଇଲେ ପୁରୁଷ ସୁମର ତାର ଷୋଳନରେ ବାଳକ ଭଦ କଲାଶାଳା ବାହନଙ୍କ ମହିମା ବଳେ କେବେ କହେ ମୋ ନାମ ଏଇ ଅନେକ ଥର ମରୁଣ ମଚିଲେ ନାନା ବହୁ ସ୍ୱର ମିଶିକି ଅନେକ ମତେ ନମଲେ କୁମର ରକ୍ଷା କରନ୍ତି ସେ ଧର୍ମ ଶାଳାବତୀ ବୋଲେ କି କଥା ହେଇ କେଉଁଠି ମୋ ତାହା କେଉଁଠି ଅନେକ ସନ୍ତାପ କରଇ ମନ ରତକ ବହଇ ଏଲିନ ଦିନକୁ ଦିନ କ୍ଷୀଣ ହେଲା ତନୁ କୁଟୁନାଙ୍କ ସାରା ନ ଯାଇ ଏକ ଦିନ ପରେ ରାତିକି କେରାଇ ବହିଲା ହଲ ଦେଖି ମଲେ କି ନାହିଁ ସାଧା ବାଣୀ ସୁତେ କାନ୍ଦିଲା କି ନାହିଁ ବାହୁନି ପୁତି ତାହା ଶୁଣି ରାତି ବହନ ଧାଇ ସାଧା ବାଣୀ ପୁରେ ମିଳିଲା ଆନନ୍ଦ ହୋଇ ସାଧବ ବାଳକେ ବେଡ଼ିଛନ୍ତି ଆର ଜୋରେ ଅସୁବି କିଏ ପତି ଘେନେ ଗାଉଛି ଗୀତ କେଉଁ ପୁଅ ଗୋଟି ଖାଉଛି କେଉଁ ପୁଅ ଗୋଟି ବାଳକ ସଙ୍ଗେ ଖେଳ ଘର କରି ନାଚଇ ରହି କେଉଁ ପୁଅ ଗୋଟି ଗଳ କରୁଛି କିଏ ତଳେ ବସି ସୁର ଖାଉଛି ତାହା ଦେଖି ଦାସି ବାହୁଡ଼ି ଯାଇ ସାରା ମଧ୍ୟରେ ସେହି କବି ପାଇଁ ମରିବେ ମାଇ ଘରେ ଖେଳୁଛନ୍ତି ସକଳ ତୁଳି ଶାଳା ବସି କପାଳେ ମାରି କହିଲେ ଆଗେ ନାନା ମତେ ହୋଇ ଏହି ସମୟରେ ସହି ମନ୍ତ୍ର ମୋର ଘୋଡ଼ାରେ ଚଢ଼ି ମିଳିଲା ପୁଅର ମାରିବା ବିଚାର ଯାକ ଗୁପଟେ ମନ୍ତ୍ରୀ ଶୁଣିଲା ବହୁତ ଦିବେଶ କଲା ତାହାକୁ କହିଲା କି ତାହା ମାରବ ପୂର୍ବଦୋଷ ବଢ଼ିଛି ହୋଇଅଛୁ ଏବେ ବାଳକ ମାରିବୁ ତାର କରମେ ହେଲେ ଏତେ ପୁତ୍ର ତୁ ଏକା ବଡ଼ କରିବ ଏବେ ତାକୁ ଚାଲ କରିବା ସେବା କଲେ ପୁତ୍ର ଦାନ ପାଇବା ମନ୍ତ୍ରୀ ଶାଳାବତୀ ଦୁହେଁ ସେ ଗଲେ ସାଧବାଣୀ ପାଶେ ପ୍ରବେଶ ସନ୍ତୋଷ ହଏ ସାଧବାଣୀ ମନ ଭଉଣୀକୁ କହେ ପୂର୍ବବତୀ ଆଲ ଶାଳାବତୀ ବଡ଼ ଭଉଣୀ ପୂର୍ବଜନ୍ମେ ମୋର କଥା ନବୁ ଦ୍ୱିତୀୟ ସାର କରଣେ ପଶି ଖାଇଲୁ ତୁହାର ସେହି ଦଶେ ତହୁ ମଳିଛି ହେଲୁ ପୁତ୍ର ମୁଖ କହେ ତୁ ନ ଦେଖିଲୁ ମୋ ପୁଅ ମାରିଲୁ ବହୁତ ଥର ଦୁତି ବାହନ ଯେ ସହାୟ ଅନେକ ଥର ସେ ବସାଇ ଦେଲେ କାଲି ରାତିରେ ସ୍ୱପ୍ନେ ମୋତେ କହି କହୟାର ଶୁଣ ଶାଳାବତୀ ଯେବେ ହୋଇବୁ ଧନ